ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ। ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାକୁ ପ୍ରଣାମ କରି ଆଜି ଆମର ବାସ୍ତୁ ସେସନ କରିବା। ଟାଇପ୍ସ ଅଫ ଲ୍ୟାଣ୍ଡ ର କ୍ରମରେ ଏଇଟା ଜାଗାର ପ୍ରକୃତି ମତେ ଏଇଟା ଆମର ଲାଷ୍ଟ ସେସନ ରହିବ। ଏଇ ସେସନ ରେ ଆମେ ଜାଣିବା ଯେ ସେଠି ମାଟି ଫାଟି ଟେଷ୍ଟ କରିବାକୁ ପଡିନଥାଏ। ଏଇ ଯୋଉ ଜାଗାର ପ୍ରକୃତି ମତେ ଟାଇପ୍ସ ଅଫ ପ୍ଲଟ ମାନେ ନେଚର ଅଫ ଦ ପ୍ଲେସ, ଗୋଟେ ସ୍ଥାନ କିଭଳି ଭାବରେ ଅଛି, କିଭଳି ଭାବରେ ସେ ସ୍ଥାନ ଟା ସେ ଏରିଆରେ ଯୋଉ ଭଳିଆ ଲୋକ ରହୁଥିବେ ସେଇ ଭଳିଆ ଲୋକ ହିସାବରେ ସେ ସ୍ଥାନର ପ୍ରକୃତିକୁ ନିରୂପଣ କରାଯାଏ। ବାସ୍ତୁର ଗୋଟେ ଏଇ ଯୋଉ ପ୍ରକାର ଭିତରେ ମାଟିର କୌଣସି ଟେଷ୍ଟ କରିବା ଆବଶ୍ୟକତା ନଥାଏ। ବାସ୍ତୁରେ ଗୋଟେ ଗୋଟେ ଅଛି ସମ୍ରାଙ୍ଗଣ ସୂତ୍ରଧର ବୋଲି ଗୋଟେ ଅଛି ଅ, ଗ୍ରନ୍ଥ। ସେ ଗ୍ରନ୍ଥରେ ଏଇ ପ୍ରକାର ଜାଗାର ପ୍ରକୃତି ମତେ ମାନେ ଜାଗାର ପ୍ରକୃତି ମାନେ ସେ ଏରିଆରେ ମ୍ୟାକ୍ସିମମ୍ କୋଉ ଭଳିଆ ଲୋକମାନେ ବାସ କରୁଛନ୍ତି, ସେଇଭଳିଆ ଲୋକମାନଙ୍କ ଉପରେ ଙ୍କର କ୍ୟାରେକ୍ଟରିଷ୍ଟିକ୍ସ କୁ ଦେଖିକି ସେ ଜାଗାର ଆମେ କ୍ୟାରେକ୍ଟରିଷ୍ଟିକ୍ସ ଟା ବାହାର କରୁ। ଏଠାରେ ଗୋଟେ ରାଉଣ୍ଡ 16ଟା ପଏଣ୍ଟ ଅଛି। ସେ 16ଟା ପଏଣ୍ଟ ବିଷୟରେ ଆଜି ଆମେ ଡିସ୍କସନ କରିବା। ସର୍ବପ୍ରଥମ ହଉଛି, ଯଦି କୌଣସି ଗୋଟେ ଜାଗାରେ ବହୁତ ଗୁଡାଏ ଭଦ୍ର ଲୋକମାନେ ବାସ କରନ୍ତି ତାହେଲେ ସେ ଜାଗାକୁ କୁହାଯାଏ ବାଲିସି ସ୍ୱାମୀଜୀ। ତାପରେ ଯଦି କୌଣସି ଜାଗାରେ ପୁରୁଷ ମାନେ ତାଙ୍କର ରୋଜଗାରର ବହୁତ ଭାଗ ନିଜର ଆମୋଦ ପ୍ରମୋଦରେ ଖର୍ଚ୍ଚ କରିଦିଅନ୍ତି, ସେଇ ଜାଗାକୁ କୁହାଯାଏ ଭୋଗ୍ୟ ଭୂମି। ଯଦି କୌଣସି ସ୍ଥାନରେ ପର୍ବତ ମାନଙ୍କ ଦ୍ଵାରା ବେଷ୍ଟିତ, ସେ ସ୍ଥାନଟା ପର୍ବତ ମାନଙ୍କ ଦ୍ଵାରା ବେଢି ହେଇକି ଥାଏ ଏବଂ ପର୍ବତ ମାନଙ୍କର ମଧ୍ୟବର୍ତ୍ତୀ ଅଞ୍ଚଳରେ ଜଳର ସ୍ରୋତ ରହିଥାଏ, କି ନଦୀ ଥାଏ କି ପୁଷ୍କରଣୀ ଥାଏ, ତାହେଲେ ସେଇ ପ୍ରକାର ଜମିକୁ କୁହାଯାଏ ସୀତା ଗୋଚର ରକ୍ଷିଣୀ ଭୂମି। ଠିକ ଅଛି। ତାପରେ ଯଦି କୌଣସି ସ୍ଥାନରେ ପରିବେଶ ପର୍ବତ ଜଙ୍ଗଲ ନଦୀ ଦ୍ଵାରା ପରିବେଷ୍ଟିତ ହୋଇ ହିଂସ୍ର ଜନ୍ତୁ ମାନେ ଥାଆନ୍ତି ଏବଂ ଏହି ଭୟଙ୍କର ଭୂମିକୁ କୁହାଯାଏ ଅପସ୍ରାତି ଭୂମି, କାରଣ ସେଠି ଭୟଙ୍କର ଜନ୍ତୁ ମାନେ ବସବାସ କରନ୍ତି। ତାପରେ ଯେଉଁ ପ୍ରକାର ଭୂମିରେ ପାହାଡ ଝରଣା ନଦୀ ଜଙ୍ଗଲ ରହି ସୌନ୍ଦର୍ଯ୍ୟ ବାତାବରଣ ଖେଳେଇ ଦେଇଥାଏ ଏବଂ ପ୍ରଚୁର ପରିମାଣରେ ଫୁଲ ଫଳ ମିଳୁଥାଏ, ହିଂସ୍ର ଜନ୍ତୁ ମାନେ ଦେଖାଯାଆନ୍ତି ନାହିଁ, ସେଇ ପ୍ରକାର ଭୂମିକୁ କୁହାଯାଏ କଣ୍ଟା ଭୂମି। ତାପରେ ଆସିଲା ଖଣି ମାଟି ଭୂମି। ଖଣି ମାଟି ଭୂମି ମାନେ କଣ ନା ଯୋଉଠି ମାନେ ଯୋଉ ଇଲାକାରେ ଆପଣ ମାନଙ୍କୁ ମ୍ୟାକ୍ସିମମ୍ ଖଣିଜ ଦ୍ରବ୍ୟ ଏବଂ ଯେମିତି କିି ସୁନା ରୂପା ତମ୍ବା ଲୁହା ଏଇ ସବୁ ଜିନିଷ ଥାଏ, ଖଣିଜ ଦ୍ରବ୍ୟ ଥାଏ, ସେଇ ସବୁ ପ୍ରକାର ଜମିକୁ କୁହାଯାଏ ଖଣି ମାଟି ଭୂମି। ଠିକ ଅଛି। ଯୋଉ ସ୍ଥାନରେ ରହିଲେ ମଣିଷ ମାନେ ନିଜର ଧନ ସମ୍ପତ୍ତି ପାଇଁ କୃପଣ ଏବଂ ମୋହରେ ବଶୀଭୂତ ହେଇଯାଇଥାନ୍ତି, ସେଇ ଜାଗାକୁ କୁହାଯାଏ ଆତ୍ମଧାରିଣୀ ଭୂମି। ଯେଉଁ ଭୂମିରେ ବ୍ୟବସାୟ ପାଇଁ ଅତ୍ୟାବଶ୍ୟକ ଜିନିଷର କିଣାବିକା ହୁଏ ତାକୁ କୁହାଯାଏ ବାଣିଜ୍ୟ ପ୍ରସାଦିତ ଭୂମି। ଯୋଉ ଭୂମି ଚାଷ ପାଇଁ ଅନୁକୂଳ ଏବଂ ବୃକ୍ଷଲତା ଆରାମରେ ବଢିଥାଏ ତାକୁ କୁହାଯାଏ ଦ୍ରବ୍ୟମତୀ ଭୂମି। ଯେଉଁ ସ୍ଥାନରେ ପରସ୍ପର ଭିତରେ କୌଣସି ସମସ୍ୟା ନଥାଏ, ସବୁ ପରିବାର ଗୋଟେ ବନ୍ଧୁତାର ବାତାବରଣ ସୃଷ୍ଟି କରି ରହିଥାନ୍ତି, ସେଇଠି ସେଇ ଭୂମିକୁ କୁହାଯାଏ ଅମିତ୍ର ଘାଟିନୀ ଭୂମି। ଯେଉଁ ସ୍ଥାନରେ କେବଳ ଆଧୁନିକ ଏବଂ ଖାନଦାନୀ ଲୋକମାନେ ସବୁ ବସବାସ କରନ୍ତି, ସେ ପ୍ରକାର ଭୂମିକୁ କୁହାଯାଏ ଆଶ୍ରେଣୀ ପୁରୁଷ ଭୂମି। ତାପରେ ଯୋଉ ସ୍ଥାନରେ ରାଜା ରାଜୁଡା ମାନେ ତାଙ୍କର ପୂଜା ପାର୍ବଣ ଏବଂ ଧର୍ମାନୁଷ୍ଠାନ କାର୍ଯ୍ୟ କରିଥାନ୍ତି, ତାକୁ କୁହାଯାଏ ଶାକ୍ୟ ସାମନ୍ତ ଭୂମି। ଯେଉଁ ପ୍ରକାର ସମୃଦ୍ଧିଶାଳୀ ଭୂମିରେ ଜଳର ଉତ୍ସ ପ୍ରଚୁର ପରିମାଣରେ ଥାଏ, ଲୋକମାନେ ଚାଷବାସ ପାଇଁ ବର୍ଷା ପାଣି ଉପରେ ନିର୍ଭର କରନ୍ତି ନାହିଁ, ସେଇ ଭୂମିକୁ କୁହାଯାଏ ଦେବ ମାତୃକା ଭୂମି। ଯେଉଁ ଭୂମି ମାନେ ଯୋଉ ଭୂମିରେ ବିନା ପରିଶ୍ରମରେ ସୁନା ଫଳେ, ଅର୍ଥାତ୍ ପ୍ରକୃତି ସବୁ ପ୍ରକାର ଜିନିଷ ଯୋଗେଇ ଦେଇଥାଏ, ତାକୁ କୁହାଯାଏ ଧନ୍ୟ ଭୂମି। ଯେଉଁ ସ୍ଥାନ ବା ଯେଉଁ ଭୂମି ବା ଯୋଉ ସ୍ଥାନ ଜଙ୍ଗଲ ଦ୍ଵାରା ଆଚ୍ଛାଦିତ ଏବଂ ଏପରି ସ୍ଥାନକୁ କୌଣସି ରାଜା ବା କୌଣସି ଗଭର୍ଣମେଣ୍ଟ ପ୍ରବେଶ କରି କି ତାର ସାମ୍ରାଜ୍ୟ ବିସ୍ତାର କରିନଥାଏ ଏବଂ ସେ ସ୍ଥାନରେ କେବଳ ଜଙ୍ଗଲୀ ହାତୀ ମାନେ ବସବାସ କରନ୍ତି, ସେଇ ଭୂମିକୁ କୁହାଯାଏ ହସ୍ତିନ ଭୋପଟା ଭୂମି। ଯେଉଁ ଭୂମିରେ ଅନେକ ପାହାଡ ପର୍ବତ ସମତଳ ଭୂମି ଚଉଡା ନଦୀ ଏବଂ ତାହା କୌଣସି ଶତ୍ରୁ ଦ୍ଵାରା କବଳିତ ମଧ୍ୟ ହୋଇପାରିନଥାଏ, ସେହିପରି ଭୂମିକୁ କୁହାଯାଏ ସୁରକ୍ଷା ଭୂମି। ଏହାକୁ ପ୍ରକୃତି ସୁରକ୍ଷା ପ୍ରଦାନ କରିଥାଏ।
ତ ଆଜି ଆମେ ଯୋଉ ଟାଇପ୍ସ ଅଫ ପ୍ଲଟ ର କ୍ରମରେ ଯୋଉ ପାର୍ଟସ ଗୁଡାକ ପଢିଲେ, ସେଇ ପାର୍ଟସ ଗୁଡାକ ଭିତରେ ଆମେ ଜାଣିଲେ 16ଟା ଭୂମିର କଥା, ଜାଗାର ପ୍ରକୃତି ମତେ ବା ନେଚର ଅଫ ପ୍ଲଟ ମତେ, ସେ ଇଏ ମତେ, ତ ସେଇଟା ଥିଲା ବାଲିସି ସ୍ୱାମୀଜୀ ଭୂମି, ଭୋଗ୍ୟ ଭୂମି, ସୀତା ଗୋଚର ରକ୍ଷିଣୀ ଭୂମି, ଅପସରାତି ଭୂମି, କଣ୍ଟା ଭୂମି, ଖଣିମାଟି ଭୂମି, ଆତ୍ମାଧାରିଣୀ ଭୂମି, ବାଣିଜ୍ୟ ପ୍ରସାଦିତ ଭୂମି, ଦ୍ରବ୍ୟମତୀ ଭୂମି, ଅମିତ୍ର ଘାଟିନୀ ଭୂମି, ଆଶ୍ରେଣୀ ପୁରୁଷ ଭୂମି, ଶାକ୍ୟ ସାମନ୍ତ ଭୂମି, ଦେବମାତୃକା ଭୂମି, ଧନ୍ୟ ଭୂମି, ହସ୍ତିନ ଭେପଟା ଭୂମି ଏବଂ ସୁରକ୍ଷା ଭୂମି। ଇଏ ଥିଲା 16ଟି ଭୂମି ବାସ୍ତୁ ମତେ, ଦ୍ରବ୍ୟ ମାନେ ଟାଇପ୍ସ ଅଫ ପ୍ଲଟ ର। ଏବଂ ଏଇଟା ଏଣ୍ଡ ରହିବ ସେସନ ତାର। ତ ଆଜିର ସେସନରେ ଆମର ଥିଲା ଯେ ଜାଗାର ପ୍ରକୃତି ମତେ, ଜାଗାର ପ୍ରକୃତି ମତେ ସେ ଭୂମି କୋଉ ଭଳିଆ ଭୂମି ଥିଲା। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।